ନାଟକ ଲୁହରେ ଭିଜୁଛି ନୂଆ କାହାଣୀର ଶୁଭ ମୁହୂର୍ତ୍ତ। ଘସିପୁରା ଆନନ୍ଦପୁର ଅଞ୍ଚଳର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଅଳତୀ ଦରିଦ୍ର ନାରାୟଣ ବିଦ୍ୟାପୀଠର 70 ବର୍ଷ ପୂର୍ତ୍ତି ଅବସରରେ ପ୍ଲାଟିନମ୍ ଜୁବୁଲି ପାଳନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ବେଳେ ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ସମାଜଯୋଗୀ ନାଟକ ପରିବେଷିତ ହେବାକୁ ଯାଉଛି। ପୁରାତନ ଛାତ୍ର ତଥା ନାଟ୍ୟକାର ପ୍ରସନ୍ନ କୁମାର ନାୟକଙ୍କ ଦ୍ୱାରା ଲିଖିତ ନାଟକ ଲୁହରେ ଭିଜୁଛି ନୂଆ କାହାଣୀର ଆଜି ଶୁଭ ମୁହୂର୍ତ୍ତ ହୋଇଛି। ଜୁବୁଲି କମିଟି ସଭାପତି ଡକ୍ଟର ରତିକାନ୍ତ ବରାଳଙ୍କ ମାର୍ଗଦର୍ଶନରେ ଚିତ୍ରଶିଳ୍ପୀ ହରେକୃଷ୍ଣ ମହାରଣା, ବରିଷ୍ଠ କଳାକାର ଲମ୍ବୋଦର ମହାରଣା, କୁଶଭଦ୍ର ରାଉଳ, ପ୍ରସନ୍ନ କୁମାର ପଣ୍ଡା, ଲମ୍ବୋଦର ମଲ୍ଲିକ ସମେତ ଅନେକ ଛୋଟ ବଡ଼ କଳାକାରଙ୍କ ଗହଣରେ ନାଟକର ରିହର୍ସାଲ ଆରମ୍ଭ ହୋଇଛି। ଜଲିଉଡ୍ ତଥା ୟୁଟ୍ୟୁବ୍ କଳାକାର ବିଶ୍ୱଭୂଷଣ ପୃଷ୍ଟି ନାଟ୍ୟ ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି। ନାଟକ ପ୍ଲାଟିନମ୍ ଜୁବୁଲିର ଶେଷ ଦିବସ ଅର୍ଥାତ୍ ନଭେମ୍ବର 9 ତାରିଖରେ ପରିବେଷଣ ହେବ ବୋଲି ଜଣାପଡ଼ିଛି। ଯାଉ ଦରିଦ୍ର ନାରାୟଣ ବିଦ୍ୟାପୀଠର ପୂର୍ବତନ ଛାତ୍ରମାନେ ପ୍ଲାଟିନମ୍ ଜୁବୁଲି ଉପଲକ୍ଷେ ଯେଉଁ ନାଟକଟି ପ୍ରସ୍ତୁତ କରୁଛନ୍ତି ତାର କାହାଣୀଟି ଲେଖିଛନ୍ତି ପ୍ରସନ୍ନ କୁମାର ନାୟକ କୁନା ସାର୍ ଏବଂ ମତେ ନିର୍ଦ୍ଦେଶନା ଦାୟିତ୍ୱ ଦେଇଛନ୍ତି। ଯାହା ହଉ ନାଟକଟିକୁ ସରସ ସୁନ୍ଦର କରିବାକୁ ଆମେ ବହୁ ମାତ୍ରାରେ ଚେଷ୍ଟା କରିବୁ। ଆ ପୂର୍ବରୁ ମଧ୍ୟ ନାଟକ ପ୍ରସ୍ତୁତ କରିଥିଲେ। ସବୁ ପିଲାମାନେ ଉତ୍ସାହିତ ଅଛନ୍ତି ମନୋରଞ୍ଜନ ଦେବା ପାଇଁ ଏବଂ ଏମାନେ କେହି ପେଶାଦାର କଳାକାର ନୁହନ୍ତି, ସମସ୍ତେ ମନୋରଞ୍ଜନ ପାଇଁ ନାଟକଟିକୁ ପ୍ରସ୍ତୁତ କରୁଛନ୍ତି। ଆମେ ସତ ଚେଷ୍ଟା କରିବୁ ଡ୍ରାମା ଠାରୁ ଉନ୍ନତ ଏବଂ ଯାତ୍ରାର ପାଖାପାଖି ଏ ନାଟକଟିକୁ ମନୋରଞ୍ଜନ ଦେବାକୁ ସମସ୍ତେ ଏନ୍ଜୟ କରିବେ। କେନ୍ଦୁଝରରୁ ଗଗନ ବିହାର ଦାସଙ୍କ ରିପୋର୍ଟ, G9 ଓଡ଼ିଆ।